ଭିନ୍ନ ବିଚାରର ଏହି ଏପିସୋଡ଼ରେ ଆଲୋଚନା କରିବା ମହାକୁମ୍ଭରୁ ମହାଜ୍ଞାନ ନା ମିଥ୍ୟା ଜ୍ଞାନ। ଆମେମାନେ ଜାଣିଛେ ଭାରତବର୍ଷରେ ମହାକୁମ୍ଭର ଆୟୋଜନ କରାଯାଇଛି। ଦିସ୍ ଇଜ୍ ଦ ବିଗେଷ୍ଟ ସ୍ପିରିଚୁଆଲ କନକ୍ଲେଭ୍ ଅଫ୍ ଦ ୱାର୍ଲଡ। ମହାକୁମ୍ଭରେ ମହା ଆୟୋଜନ ଏବଂ ମହାସମାଗମ ହେବ। ପାଖାପାଖି 50 କୋଟି ଲୋକ ବୁଡ଼ ପକାଇବେ। ତେବେ ଏହି ମହାକୁମ୍ଭର ମହା ଉଦ୍ଦେଶ୍ୟଟି କ'ଣ? ଆଧ୍ୟାତ୍ମିକତା, ସ୍ପିରିଚୁଆଲିଟି, ଡିଭିନିଟି। ଏହି ଆଧ୍ୟାତ୍ମିକତାର ଅନ୍ୱେଷଣ କରାଯିବ। କିନ୍ତୁ ଲୋକମାନେ ପ୍ରକୃତରେ ଏଠି କ'ଣ ଅନ୍ୱେଷଣ କରୁଛନ୍ତି, କ'ଣ ଖୋଜୁଛନ୍ତି? ଖୋଜୁଛନ୍ତି ମୋନାଲିସାର ଆଖିକୁ, ହର୍ଷାର ସୌନ୍ଦର୍ଯ୍ୟକୁ, IIT ବାବା ଅଭୟ ସିଂର ପୃଷ୍ଠଭୂମିକୁ, ତାର ପାଷ୍ଟକୁ, ମମତା କୁଲକର୍ଣ୍ଣିର ସନ୍ନ୍ୟାସ ନେବାର କାରଣକୁ, ଷ୍ଟିଭ୍ ଜବ୍ର ମିସେସ୍ ପାୱେଲଙ୍କର ଆଗମନକୁ। ଏତେ ସବୁ ଜିନିଷ କଲା ପରେ ଲୋକମାନେ ସ୍ପିରିଚୁଆଲିଟି ଛାଡ଼ି ପୁଣି ଏଇ ମେଟେରିଆଲିଜିମକୁ କାହିଁକି ଖୋଜୁଛନ୍ତି? କାହିଁକି ସବୁ ଭିଡ଼ିଓ ଗୁଡ଼ିକ ଭାଇରାଲ ହେଉଛି ଏବଂ କୋଟି କୋଟି ଲୋକ ଦେଖୁଛନ୍ତି? କାରଣଟା ହେଲା ବାସ୍ତବିକତା। ଆଧ୍ୟାତ୍ମିକତା ଠାରୁ এই ବସ୍ତୁବାଦିତା ହେଉଛି ପ୍ରକୃତ ବାସ୍ତବିକତା। ସେଥିପାଇଁ ମଣିଷ ଆକର୍ଷିତ ହେଉଛି ଏହି ମେଟେରିଆଲିଷ୍ଟିକ୍ ୱାର୍ଲଡ ପ୍ରତି।